ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ଆଜି ଗୋଟେ ବହୁତ ବଢ଼ିଆ ପୋଇ ରେସିପି ଆଣିଛି। ଏତେ ବଢ଼ିଆ ଲାଗେ ଏ ପୋଇ ରେସିପି। ଆପଣ ତ ବହୁତ ପ୍ରକାର ବନେଇଥିବେ, କିନ୍ତୁ ଏମିତି ଥରେ ନିଶ୍ଚିନ୍ତ ବନାନ୍ତୁ, ଆପଣମାନଙ୍କୁ ବହୁତ ଭଲ ଲାଗିବ। ଆଉ ଯେଉଁମାନେ ପୋଇ ଖାଇବାକୁ ପସନ୍ଦ କରନ୍ତି ନାହିଁ, ଯଦି ଏମିତି ବନାଉଛନ୍ତି ସମସ୍ତେ ମାଗି ମାଗି ଖାଇବେ। ତ ଦେଖନ୍ତୁ, ମୁଁ ପ୍ରଥମେ ଏଇଠି କିଛି ପୋଇ ନେଇଛି। ଦେଖନ୍ତୁ ପୁରା ଫ୍ରେଶ୍ ପୋଇ ଅଛି। ତାପରେ ମୁଁ ଏଥିରେ ପକାଇଛି ବାଇଗଣ, ଆଳୁ ଆଉ ସାରୁ। ଆଧେରେ ଆପଣ ଅଲଗା କିଛି ପରିବା ବି ପକାଇ ପାରିବେ, ଯେଉଁଟାକି ଆପଣଙ୍କ ମନପସନ୍ଦର, କିନ୍ତୁ ଏତିକି ପରିବା ନିଶ୍ଚିନ୍ତ ପକାଇବେ, ଖାଇବା ପାଇଁ ବହୁତ ଭଲ ଲାଗିବ। ତ ଏଇଠି ଦେଖନ୍ତୁ, ପ୍ରଥମେ କ'ଣ କରିବା, ପୋଇ ପତ୍ର ଗୁଡ଼ାକ କାଢ଼ି ନେବା, ଅଲଗା କରିଦେବା। ତ ଏ ସବୁଯାକ ପୋଇର ପୋଇ ପତ୍ର କାଢ଼ି ନେବା। ସାଙ୍ଗମାନେ ଗୋଟେ ଛୋଟ ଅନୁରୋଧ, ଯଦି ଆପଣମାନେ ଚ୍ୟାନେଲରେ ନୂଆ, ତାହେଲେ ପ୍ରଥମେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏମିତି ଭିଡ଼ିଓ ଦେଖିବା ପାଇଁକି। ଆଉ ପାଖରେ ଯେଉଁ ବେଲ୍ ଆଇକନ୍ଟା ଅଛି ତାକୁ ପ୍ରେସ୍ କରି ଅଲ୍ ସିଲେକ୍ଟ କରିନିଅନ୍ତୁ। ଚାଲନ୍ତୁ ପୋଇଟାକୁ ପ୍ରଥମେ କାଟି ନେବା। ତ ଏଇଠି ଦେଖନ୍ତୁ, ମୁଁ ଏଇ ସାଇଜ୍ର ପୋଇ କାଟିଛି, ନା ବେଶୀ ବଡ଼ କରିଛି ନା ବେଶୀ ଛୋଟ କରିଛି। ତ ସାଙ୍ଗମାନେ ଏମିତି ପୋଇ କାଟିକି ଆମେ ପାଣିରେ ପକାଇଦେବା। ତ ଦେଖନ୍ତୁ ସାଙ୍ଗମାନେ, ଏଠି ପାଣିରେ ସବୁଯାକ ପୋଇ କାଟିକି ପକାଇ ନେଇଛି। ତାପରେ ଏଠି କ'ଣ କରିବା, ଭଲ ଭାବରେ ଧୋଇକିରି ଗୋଟେ ଥାଳିରେ କାଢ଼ି ନେବା। ତ ଏଇଠି ଦେଖନ୍ତୁ, ମୁଁ ଭଲ ଭାବରେ ପୋଇକୁ ଧୋଇକିରି କାଢ଼ି ନେଇଛି। ତାପରେ ସବୁଯାକ ପରିବା ଏମିତି କାଟି ନେବା। ବାଇଗଣକୁ କାଟିକି ପାଣିରେ ପକାଇଥିଲି, ତାକୁ ବି ଭଲ ଭାବରେ ଧୋଇକି କାଢ଼ି ନେଉଛି। ସାଙ୍ଗମାନେ ଭିଡ଼ିଓଟି ଯଦି ଭଲ ଲାଗେ ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ ନିଶ୍ଚିନ୍ତ କରିବେ। ତ ଏଇଠି ଦେଖନ୍ତୁ, ବାଇଗଣ, ଆଳୁ ଆଉ ଏଇଠି ସାରୁକୁ ବି କାଟିକି ତ ଥାଳିରେ ମୁଁ ସାଇଜ୍ କରି ନେଇଛି। ସାରୁକୁ କାଟିବା ପରେ ସାଙ୍ଗମାନେ 3ରୁ 4 ଥର ଧୋଇ ନେବେ। ତ ଏଇଠି ଦେଖନ୍ତୁ, ସବୁ କଟା ତ ହେଇଗଲା ପରିବା। ଏବେ ଚାଲନ୍ତୁ କଡ଼େଇ ଗୋଟେ ନେଇ ନେବା। କଡ଼େଇ ନେଇ ମୁଁ କିଛି ସୋରିଷ ତେଲ ନେଇଛି। ଆପଣ ଆପଣଙ୍କ ମନପସନ୍ଦର ତେଲ ନେଇନେବେ। ତେଲ ଟିକେ ତାତି ଆସୁଥିଲା, ଗରମ ହେଇ ଆସୁଥିଲା, ତ ମୁଁ ଏଇଠି ପୋଇ ଡାଙ୍ଗଉରା ଦେଇଦେଇଛି। ତ ସାଙ୍ଗମାନେ ଆପଣ ଚାହିଁଲେ ସବୁକୁ ଥରେ ଥରେ କରି ଛାଣିପାରିବେ। ତ ମୁଁ ଏଇଠି କିଛି କୌଣସି ଜିନିଷ ଭଲସେ ଛାଣୁ ନାହିଁ, ଆମେ ତେଲରେ ଟିକେ ଭାଜିବା। ତ ଏଇଠି ଦେଖନ୍ତୁ, ମୁଁ ପ୍ରଥମେ ପୋଇକୁ ତେଲରେ ପକାଇ ଦେଇଛି, ଟିକେ ତେଲରେ ଏପଟ ସେପଟ କରି ଗୋଳେଇ ନେଇଛି। ତାପରେ ସବୁଯାକ ପରିବା ତେଲରେ ପକାଇ ନେଉଛି। ଏଇଠି ଦେଖନ୍ତୁ, ସବୁଯାକ ପରିବା ମୁଁ ତେଲରେ ପକାଇ ନେଇଛି। ତାପରେ ସାଙ୍ଗମାନେ ଭଲ ଭାବରେ ଗୋଳେଇ ନେବା। ଆକୁ ପରିବାତକ ସବୁ ଗୋଳେଇ ନେବା। ସାଙ୍ଗମାନେ କେବେ ବି ତେଲରେ କୌଣସି ବି ପରିବା ପକାଇ ଭାଜନ୍ତୁ କି ଛାଣନ୍ତୁ, ଲୁଣ ହଳଦୀ ବିଲକୁଲ ବି ଦେବେନି। ଲୁଣ ଦେଲେ ପାଣି ବାହାରିବ, ଯେଉଁଟାକି ପରିବାଟା ନରମ ହେଇଯିବ। ଆଉ ହଳଦୀ ଦେଲେ ତେଲ ଟାଣି ନେବ। ତ ଏଇଠି ଦେଖନ୍ତୁ, କିଛି ସମୟ ଘୋଡ଼େଇ ଦେଇଥିଲି, ଘୋଡ଼େଇକିରି ଭାଜିଥିଲି। 2-3 ଥର ପ୍ଲେଟ୍ କାଢ଼ିକିରି ଗୋଳେଇଥିଲି, ନହେଲେ ଲାଗିଯିବ, ଯଦି ଆପଣ ଛାଡ଼ିଦେବେ ଲାଗିଯିବ। ତ ଏଇଠି ଦେଖନ୍ତୁ, ପୋଇ ଆଉ ଏ ପରିବା ସବୁ ଭଲସେ ଭାଜି ହେଇଯାଇଛି। ତାପରେ ଆମେ କ'ଣ କରିବା, ଥାଳିକୁ ସବୁ ଜିନିଷ କାଢ଼ିଦେବା। ତ ଏଇଠି ଦେଖନ୍ତୁ, ଥାଳିକୁ ସବୁ ପରିବାତକ କାଢ଼ି ଦେଉଛି। ଆପଣ ଚାହିଁଲେ ଗୋଟେ ଗୋଟେ କରିକି ଛାଣିପାରିବେ, ତ ମୁଁ ଏଠି ଛାଣି ନାହିଁ। ତାପରେ ଆଉ ଟିକେ ତେଲ ଦେଇଛି, 2ଟା କଞ୍ଚା ଲଙ୍କା ତେଲରେ ଦେଇଛି, ଯେଉଁଟାକି ଖାଇବାର ବହୁତ ବଢ଼ିଆ ବାସ୍ନା ଆସିବ କଞ୍ଚା ଲଙ୍କା ଦେଲେ। ତାପରେ ମୁଁ ଏଠି କିଛି କଟା ପିଆଜ ଦେଇଛି। ପିଆଜକୁ ଭାଜି ସାରିଲା ପରେ ତାପରେ ଆମେ କିଛି ମସଲା ଆଡ଼୍ କରିବା। ଯେପର୍ଯ୍ୟନ୍ତ ପିଆଜ ଭାଜି ହେଉଛି, ଚାଲନ୍ତୁ ଗୋଟେ ମସଲା ବନେଇବା। ମସଲା ପାଇଁ ଛୋଟ ମିକ୍ସି ଜାର୍ ନେଇଛି, ତା ଦେହରେ କିଛି ପିଆଜ, ରସୁଣ, ଅଦା ଆଉ କଞ୍ଚା ବାଦାମ ଦେଇଛି। ଟିକେ ପାଣି ଦେଇକି ଭଲ ଭାବରେ ବାଟି ନେଇଛି, ଚିକ୍କଣ କରି ବାଟି ନେବେ। ତାପରେ ଏଇଠି ଦେଖନ୍ତୁ, ପିଆଜ ଭଲସେ ଜରିଗଲାଣି, ଭାଜି ହେଇଗଲାଣି। ତ ଏବେ ଆମେ କ'ଣ କରିବା, ଏ ମସଲାକୁ ଏଠି ଦେଇଦେବା। ମସଲାକୁ ଭଲ ଭାବରେ ତେଲରେ ଜାରିବା, ମାନେ ଭାଜିବା। ତ ଏଇଠି ସାଙ୍ଗମାନେ ଦେଖନ୍ତୁ, ତେଲରେ ମସଲାକୁ ଯେପର୍ଯ୍ୟନ୍ତ ମସଲାର ପାଣି ଅଂଶଟା ନ ସରିଛି, ସେ ପର୍ଯ୍ୟନ୍ତ ପୁରା ଭଲସେ ତେଲରେ ଭାଜିବେ। ଆଉ ଯେତେବେଳେ ମସଲାର ପାଣି ଅଂଶ ସରିଯିବ, ତାପରେ ପାଣି ଟିକେ ଦେବେ। ତ ଏଇଠି ଦେଖନ୍ତୁ, ତେଲରେ ପୁରା ଭାଜି ସାରିବା ପରେ ମସଲାରୁ ପାଣି ଅଂଶ ଧୀରେ ଧୀରେ ସରି ଆସିଲାଣି। ତ ଏଇଠି କ'ଣ କରିବା ସାଙ୍ଗମାନେ, ଏଇଠି
पूरा देखो मसलार पानी अंश सरीगलानी पानी टिके देदेबा सांग मैंने जितेबाला मसला दौरान कंचा बादाम बटा होती तो ये कौन करेंगे कंटिन्यूअसली चलेबे बिल्कुल भी छाड़बेनि न तले बसीज तो ये पानी दे सारापर मुझे देती कि अध चामच मीट मसला अध चामच हलदी गुंड अध चामच ये देती जीरा गुंड अध चामच धनिया गुंड आउ अध चामच काश्मीर चिली एतिक सब दे सारापर भल भाव गोले नहीं गोले सारिकी सांग मैंने मुझे कौन कर भल से गोलैची तापरे मसला जो आमे जो पकईले मसला टी मेंचा मेंचा हो जाता तो ताको भल से ये जो पानी देरे मिसई नहीं तापरे मुझे दुईटा टमाटर देची किछि समय फुटिला परे दुईटा टमाटर आमे ये मसला रे दे दी टमाटर मसला रे टिके पकेले मसलार ये स्वादटा बढ़ीज तो आम ये घोड़े देचु टमाटर देकी देखो ये मसला भी सीझीगला आ बहुत बढ़िया बास्ना भी आसीगला तो एबे कौन करवा आम जो परिबा सब भाजिकी रखी पोई सहित से परिबा पोई सब ये पकईदबा तो सबू जाक ये पकईकी प्रथम ए मसला धीरे गोलेबा किंतु जेहेतु आम मसला हलदी देइथिले किंतु लुण दे नथिले लुण ये परिबा सब पकई सारा पर देबे लुण देले आपण केते परिबा ये व्यवहार करचंती तो अनुमानिक ये आपण लुण दे पारिबे तो सांग माने एथरे लुण देबे तो ये लुण दे देछि जेतिकी झोल रहिबो आउ परिबा हमर जेतिकी अछि सब मिसेकी एका संगे एठी लुण दे देछि तापर घोड़े देइथिली 2 मिनिट घोड़े घोड़े एठी गोळेकी कसिथिली मसला देहरे तापर एठी परिबा रे मसलार स्वाद बहुत ही बढ़िया से आसी जीवनी काहेकि ना ए बास्ना भी चेंज हो गलानी तापर एठी मु कोन करछि गरम पानी किछि देछि जेतिकी आपण झोल रखिबे से हिसाब रे आपण गरम पानी रो व्यवहार करिवे गरम पानी रो व्यवहार कले तरकारी रे जल्दी फुटिवा आसी थाए माने फुटी थाए आउ तरकारीर स्वाद चेंज हो न थाए तो ये देखो पोई पत्र को भल भाव काटिकी धोई नहीं तो पोई पत्र काटी सारा जो मुझे पानी दे देथिली तापर ये पोई पत्र सब दे देछि एका सांगरे आमे फुटेबा तो देखो पोई पत्र सांगरे जो डेम्फ थाए से डेम्फ भी काटिकी पकईछि तार भी स्वाद भी ये बढ़िया आसी थाए तो ये सब जाक गोलैकि आमे घोड़े दबा ये 3 मिनिट आप घोड़े सांग मैंने घोड़े तार स्वाद बहुत ही बढ़िया आसी जाए तो ये देखो घोड़े सारापर केते बढ़िया से ये फुटिया आरंभ हो जाइए आउठी देखु फुटवा सारापर आम ये गैस को बंद करदे 3 मिनिट फुटेबे सांग मैंने घोड़े सारी तापर ये डालचीनी गुंड अध चामच दबा अध चामच देकी किछि समय गोलैकि घोड़ेकि किछि समय छाड़ीदबा तो ये देखो डालचीनी गुंड अध चामच देकी मुझे किछि समय कि छाड़ी देइथिली तापर ये तरकारीर स्वादटा देखंतु सांग माने केते बढ़िया स्वाद संगे संगे केते बढ़िया तरकारीटा बनिकी रेडी हो जाइए बास्ना भी बहुत ही बढ़िया तो सांग माने एमिति थरे निश्चिंत बनातु मते कमेंट बॉक्स रे लिखिया को भूलिबेनी आपण कोठु देखुचंदी आपण को ए रेसिपीटा केमती लागिला आ भलो लागिले गोटे कमेंट निश्चिंत करिवे तो सांग माने आज पई एतिकी रहुची पुणी देखा नुआ एक रेसिपी सहित जय जगन्नाथ।